ଠିକ୍ ଅଛି। ବଜାର ବିଲ୍ସ ଭିତରେ ଆପଣଙ୍କ କର୍ମଚାରୀମାନଙ୍କୁ କିପରି ପରିଚାଳନା କରିବେ ତାହା ଶୀଘ୍ର ଦେଖିବା। ପ୍ରଥମେ ଆପଣ ଯେଉଁ କର୍ମଚାରୀଙ୍କୁ ଯୋଡ଼ିବାକୁ ଚାହୁଁଛନ୍ତି ତାଙ୍କ ଫୋନ୍ ନମ୍ବର ଲେଖିବେ। ଏବେ ଏଠାରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ମୁଖ୍ୟ ଟିପ୍ସ ଅଛି। ସେମାନଙ୍କର ପୂର୍ବରୁ ଏକ ସକ୍ରିୟ ବଜାର ବିଲ୍ସ ଆକାଉଣ୍ଟ ଥିବା ଆବଶ୍ୟକ। ଏହା ବହୁତ ସରଳ। ସେମାନଙ୍କ ନମ୍ବର ଲେଖନ୍ତୁ, ସେମାନଙ୍କର ଅନୁମତି ବାଛନ୍ତୁ ଏବଂ ତାପରେ ନିମନ୍ତ୍ରଣ ପଠାନ୍ତୁ। ମୂଲ୍ୟ ପରିବର୍ତ୍ତନ କରିବା ଠାରୁ ବିକ୍ରୟ ଦେଖିବା ପର୍ଯ୍ୟନ୍ତ ଆପଣଙ୍କର କର୍ମଚାରୀମାନେ କ'ଣ କରିପାରିବେ ତାହା ଉପରେ ଆପଣଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି। ସତର୍କ ରୁହନ୍ତୁ। ସମସ୍ତ ଅନୁମତି ଦେବା ମୂଳତଃ ସେମାନଙ୍କୁ ମାଲିକ କରିବା ଭଳି, ତେଣୁ ଦୟାକରି ସତର୍କ ରୁହନ୍ତୁ। ଆପଣଙ୍କର କର୍ମଚାରୀଙ୍କୁ ଏହିପରି ଏକ ନିମନ୍ତ୍ରଣ ମିଳିବ। ସେମାନଙ୍କୁ କେବଳ ସ୍ୱୀକାର କରନ୍ତୁ ଉପରେ ଟ୍ୟାପ୍ କରିବାକୁ ପଡ଼ିବ ଏବଂ ଯେପର୍ଯ୍ୟନ୍ତ ସେମାନେ ସେହି ନିମନ୍ତ୍ରଣକୁ ଗ୍ରହଣ କରିନାହାନ୍ତି ସେ ପର୍ଯ୍ୟନ୍ତ ସେମାନେ କିଛି ପାଇପାରିବେ ନାହିଁ। ସେମାନେ ନିମନ୍ତ୍ରଣ ଗ୍ରହଣ କରିବା ପରେ ସେମାନଙ୍କ ଆପ୍ ମଧ୍ୟରେ ସିଧାସଳଖ ଏକ ନୂତନ ବ୍ୟବସାୟ ଟ୍ୟାବ୍ ଦେଖାଯିବ। କିଛି ପରିବର୍ତ୍ତନ କରିବାକୁ ପଡ଼ିବ କି? ଏହା ବହୁତ ସହଜ। ଯେକୌଣସି ସମୟରେ ସେମାନଙ୍କ ଅନୁମତିଗୁଡ଼ିକୁ ସମ୍ପାଦନ କରିବା ପାଇଁ କେବଳ ସେମାନଙ୍କ ନାଁ ଉପରେ ଟ୍ୟାପ୍ କରନ୍ତୁ ଏବଂ ସେମାନେ ସେମାନଙ୍କର ଆପ୍ ରିଫ୍ରେଶ୍ କରିବା ମାତ୍ରେ ସେହି ପରିବର୍ତ୍ତନଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ ହୋଇଯିବ। ଯଦି ଆପଣଙ୍କୁ କେବେ କୌଣସି ଦଳର ସଦସ୍ୟଙ୍କୁ ବାହାର କରିବାକୁ ପଡ଼ିବ, ତେବେ ଏହି ଷ୍ଟାଫ୍ ରିମୁଭ୍ କରନ୍ତୁ ବଟନରେ କେବଳ ଗୋଟିଏ ଥର ଟ୍ୟାପ୍ କରିବାକୁ ପଡ଼ିବ। ଏବଂ ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ମୂଳ ମାଲିକଙ୍କ ଆକାଉଣ୍ଟ କେବେ ବି ହଟାଯାଇପାରିବ ନାହିଁ ଏବଂ ପ୍ରକୃତରେ ଏହା ବିଷୟରେ ବୁଝିବା ପାଇଁ ଏତିକି ହିଁ ଅଛି। ତେବେ ଆପଣ ପ୍ରଥମେ ଆପଣଙ୍କ ନୂତନ ଦଳରେ କାହାକୁ ଯୋଡ଼ିବେ?